ଯୁବକଙ୍କ ବାଇକ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ। ରଘୁନାଥପୁର ବ୍ଲକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗତସିଂହପୁର ଜୟପୁର ମୁଖ୍ୟ ରାଜରାସ୍ତା ପାର୍ଶ୍ୱରେ ଥିବା ସର୍ବେଶ୍ୱର ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ ବାଇକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ନେବାରେ ଜଣାପଡ଼ିଛି ଯେ ସ୍ଥାନୀୟ ବ୍ରାହ୍ମଣବାଡ଼ି ଗ୍ରାମର ନୟନା ସାହୁ ନାମକ ଜଣେ ମହିଳା ଏହି ମନ୍ଦିର ନିକଟରେ ଯାଉଥିବା ବେଳେ ଦୁଇ ଯୁବକ ନାଲିବର ପଟୁ ଆସି ଏକ ବାଇକ୍ରେ ଯାହାର ନମ୍ବର OD21D 9730 ଦ୍ରୁତ ଗତିରେ ଆସି ଉକ୍ତ ମହିଳାକୁ ଧକ୍କା ଦେଇଥିଲେ, ଯାହାକି ମହିଳା ଜଣକ ପାଖାପାଖି 50 ମିଟର ଦୂରରେ ଛାଟି ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନୟନା ସାହୁଙ୍କୁ ଜଗତସିଂହପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁଇ ବାଇକ୍ ଚାଳକକୁ ତିର୍ତ୍ତୋଲ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ବିଗତ 6 ମାସ ଭିତରେ ଏକାଧିକ ଏହିପରି ଘଟଣା ଘଟି ଜନଜୀବନ ନଷ୍ଟ ହେଉଛି। ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଛକର ଦୁଇ ପାର୍ଶ୍ୱରେ ସ୍ଥାନୀୟ ହମ୍ପ ସହିତ ରେଡିୟମ୍ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ସତ୍ୟବ୍ରତ ତ୍ରିପାଠୀ, ପ୍ରମୋଦ କୁମାର ଦାସ, ଯୁବ ସମାଜସେବୀ ବଳରାମ ଦଳାଇ, ଯୁବନେତା ସ୍ମୃତି ରଞ୍ଜନ ବେହେରା, ଅନାଦି ଦାସ, ଆଇନଜୀବୀ କମଳାକାନ୍ତ ତ୍ରିପାଠୀ ଆଦି ଦାବି କରିଛନ୍ତି। ଏହାସହ ସେହି ମୃତ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଜଗତସିଂହପୁର ଜଗନ୍ନାଥଙ୍କ ରିପୋର୍ଟ, RM News 8।